ଆଉ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟ ହେଉ। ଆଉ ଆସନ୍ତୁ ଆମମାନେ ବାଇବଲର ଆଦି ପୁସ୍ତକ ବିଷୟରେ ଆମେ ବୁଝିବା। ଜଗତରେ ମଣିଷ ପୂର୍ଣ୍ଣ ହେବାକୁ ଯାଉଛି। ମନୁଷ୍ୟ ସଂଖ୍ୟା ଜଗତରେ ପୃଥିବୀରେ ପୂର୍ଣ୍ଣ ହେବାକୁ ଯାଉଛି। ଏହା କିଏ ଆଶୀର୍ବାଦ କଲା, କିଏ ଅର୍ଡ଼ର କଲା, କାହାକୁ ଦେଇ ଆମେ ବୁଝିବା ଯେ ପୃଥିବୀରେ ଏତେ ଲୋକ ବଢ଼ିଯାଉଛି। ଆପଣଙ୍କ ଜୀବନରେ ଭାବୁଛି ଲୋକମାନେ ଏତେ ଲୋକ ଅଛନ୍ତି, ଏତେ ଜାଗା ଅଛି, ଆଉ ଲୋକମାନେ ବହୁତ କୃଷି କର୍ମ କରି ଖାଉଛନ୍ତି। ଏହାକୁ କିଏ ଅର୍ଡ଼ର କଲା, ଏହାକୁ କିଏ ସାହସ ଦେଲା? କେମିତି ବୁଝିଲେ ଆମକୁ ସମ୍ପୂର୍ଣ୍ଣ ବିବରଣୀ ଜଣାପଡ଼ିବ? ଯଦି ବୁଝିବା ପାଇଁ ଚେଷ୍ଟା କରୁଛ ତାହେଲେ ଆମେ ବାଇବଲ ପ୍ରଥମ ପୁସ୍ତକ ଆଦି ପୁସ୍ତକ ଆଉ 1-2 ପର୍ଯ୍ୟନ୍ତ ଯଦି ପଢ଼ିବା ତାହେଲେ ସଦାପ୍ରଭୁ ପରମେଶ୍ୱର ଆଦମ ହବାଙ୍କୁ କହିଥିଲେ, ତୁମେମାନେ ପ୍ରଜାବନ୍ଧ ହୁଅ, ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର ବୋଲି କହିଥିଲେ। ପୃଥିବୀରେ ଲୋକ ଦୁଇ ପ୍ରକାର ପରିପୂର୍ଣ୍ଣ ହୋଇଛି। ଆଗରେ ନୋହଙ୍କ ସମୟରେ ପରିପୂର୍ଣ୍ଣ ହୋଇଥିଲା। ଆଦି ପୁସ୍ତକ 6:1-2 ଯଦି ପଢ଼ିବା ତାହେଲେ ଆଗରେ ଗୋଟେ ଥର ପରିପୂର୍ଣ୍ଣ ହୋଇଥିଲା, ଆଉ ପୁଣି ଏବେ ବି ଆମ ଆଗରେ ପୃଥିବୀରେ ମନୁଷ୍ୟ ସଂଖ୍ୟା ପରିପୂର୍ଣ୍ଣ ହେବାକୁ ଯାଉଅଛି। ଏହା ହେଉଛି ସୃଷ୍ଟିକର୍ତ୍ତାଙ୍କର ଅର୍ଡ଼ର, ସୃଷ୍ଟିକର୍ତ୍ତାଙ୍କର ପାସ୍ କରାହେଇଛି। ସେଥିପାଇଁ ଆମେ ଦେଖିପାରୁନୁ ଏତେ ଲୋକ ଅଛନ୍ତି, ଆମେ ବୁଝିପାରୁନୁ ଏତେ ଲୋକ ଅଛନ୍ତି, କିନ୍ତୁ ସମସ୍ତଙ୍କୁ ପ୍ରଭୁ ଆହାର ଦିଅନ୍ତି। ସମସ୍ତଙ୍କୁ ପାଣି, ପବନ, ଖରା, ବର୍ଷା ସମସ୍ତଙ୍କୁ ପ୍ରେମ କରି, ଅନୁଗ୍ରହ କରି, ଦୟାକରି ଦେଉଛି ଆମ ପରି ଲୋକମାନେ ବୋଲି। ଆଉ ସଦାପ୍ରଭୁ ପରମେଶ୍ୱର ମଣିଷକୁ ଆଉ ପ୍ରେମ କରି ଦେଉଛି ଆମର ପରି ଲୋକ, ଆମର ରୂପରେ ଆମର ପରି ମଣିଷ ବୋଲି ପ୍ରେମ କରି ଦେଉଛି। ଦେଖନ୍ତୁ ଭାଇମାନେ, ଆମେ ଆଉ ପୁରାତନ ଲୋକମାନେ କହନ୍ତି, ଅନେକ ପୁରାଣରୁ ମଣିଷ ମାଙ୍କଡ଼ଠାରେ ଜନ୍ମ ହେଲା ବୋଲି। ତାହା ଆମେ ଆଉ ସେମାନେ କ'ଣ ଗୋଟେ ପ୍ରୁଫ୍ ଦେଇକରି ସିଲେକ୍ସନ୍ କରିଦେବା ବୋଲି କଲେ, କିନ୍ତୁ ସେଟା ସମ୍ପୂର୍ଣ୍ଣ ବିବରଣୀ ନୁହେଁ। କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ହେଉଛି ବାଇବଲ ଆମକୁ ଦେଉଛି। ମନୁଷ୍ୟ ପରମେଶ୍ୱରଙ୍କ ପରି ମୂର୍ତ୍ତି। ମନୁଷ୍ୟର ମୂର୍ତ୍ତି ହେଉଛି ସଦାପ୍ରଭୁ ପରମେଶ୍ୱରଙ୍କ ପରି। ସେହି ମନୁଷ୍ୟ ରୂପରେ ପ୍ରଭୁ ଯୀଶୁ ଜଗତକୁ ଆସିଥିଲେ। ମନୁଷ୍ୟ ପରମେଶ୍ୱରଙ୍କର ମୂର୍ତ୍ତି, ମନୁଷ୍ୟ ହେଉଛି ପରମେଶ୍ୱରଙ୍କର ରୂପ, ମନୁଷ୍ୟ ହେଉଛି ପରମେଶ୍ୱରଙ୍କ ପରି ଲୋକ। ସେଥିପାଇଁ ତାଙ୍କୁ ଆମକୁ ଏତେ ପ୍ରେମ କରନ୍ତି, ତାହାଙ୍କ ରୂପର ପରି ଲୋକ ବୋଲି ପ୍ରେମ କରନ୍ତି। ମାଙ୍କଡ଼ଠାରୁ ଆଉ ଲୋକମାନେ ଆସିବ ବୋଲି କହିଛନ୍ତି, କିନ୍ତୁ ମାଙ୍କଡ଼ ଜନ୍ମ କରି ତା'ର ପିଲାମାନଙ୍କୁ ଗଛରୁ ହିଁ ଜନ୍ମ ହେଉ ଯେ ଖେନ୍ଦା ଧରିଲେ ସେ ତା'ର ପିଲା, ଖେନ୍ଦା ନ ଦେଲେ ସେ ତଳର ପିଲା ବୋଲି ତାହାଙ୍କର ସିଷ୍ଟମ୍ ଭିନ୍ନ ଭିନ୍ନ ଅଲଗା ଥିବ। ଯଦି ମାଙ୍କଡ଼ଠାରୁ ମଣିଷ ଯଦି ଆସିଥାନ୍ତା, ମାଙ୍କଡ଼ କେତେ ପ୍ରକାର ମାଙ୍କଡ଼ମାନେ ଅଛନ୍ତି। ଆପଣଙ୍କୁ ନିଜକୁ ଭାବି ଦେଖନ୍ତୁ। ଆନ୍ଧ୍ରା ଲୋକ, ଓଡ଼ିଶା ଲୋକ, ବାହାର ଲୋକ, ଚାଇନା ଲୋକ, ଇଣ୍ଡିଆ ଲୋକ, ପାକିସ୍ତାନ ଲୋକ, ମଣିଷ ପରି ହିଁ ଦେଖାଯାଆନ୍ତି। କୌଣସି ଲୋକ ମାଙ୍କଡ଼ ପରି ଦେଖାଯାଆନ୍ତି ନାହିଁ। ମଣିଷ ଆଖି, କାନ, ଆଉ ଗୋଡ଼, ପାଟି, ସବୁ ଚୁଟି ସବୁ ସୁନ୍ଦର ଦେଖାଯିବ। ତାହାକୁ ପ୍ରଭୁ ତାଙ୍କ ହାତରେ ଆମକୁ ନିର୍ମାଣ କଲେ। ପୁରା ମଣିଷ ହେଉଛି ସ୍ମାର୍ଟ, କିନ୍ତୁ ଜୀବଜନ୍ତୁ ସ୍ମାର୍ଟ ନାହିଁ। ତାଙ୍କର କ'ଣ ଗୋଟେ ଛୁଟି ହେଲେ ପଡ଼ିଯାଇଥିବ, ଲାଞ୍ଜ ହେଲେ ଥିବ, ନହେଲେ ତା'ର ମୁହଁ ହେଲେ ଠିକ୍ ନଥିବ, ତାକୁ ଦାନ୍ତ ହେଲେ ବଡ଼ ହେଇଯାଇଥିବ, ମଠା ହେଲେ ହେଇଯାଇଥିବ। ସେ ମଣିଷ ଏତିକି ଜ୍ଞାନ କରିପାରିବ ନାହିଁ। କାହିଁକି ବୋଲେ ମଣିଷ ପରମେଶ୍ୱରଙ୍କ ରୂପରେ ତିଆରି ହେଇଛି। ସେଥିପାଇଁ ସେ ସଦାପ୍ରଭୁ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରୂପରୁ ଆସି ଏ ଜଗତକୁ ଆମକୁ ପ୍ରେମ କଲେ। ଏଥିରେ ଆମେ ଯଦି ସମ୍ପୂର୍ଣ୍ଣ ବିବରଣୀ
ଜାଣିବାର ଅଛି ବୋଲେ ବାଇବେଲ କି ପଢ଼ିବା, ବାଇବେଲ ପଢ଼ିକରି ହିଁ ଆମେ ସତ୍ୟକୁ ଜାଣିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଭିଡ଼ିଓ ଦେଖିଥିବା ଲୋକ ସମସ୍ତ ଭାଇମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତି।